ସାଧାରଣତନ୍ତ୍ର ଦିବସ 10 ଧାଡ଼ି ଓଡ଼ିଆ ରଚନା। ଭାରତରେ ପ୍ରତିବର୍ଷ ଜାନୁଆରୀ ମାସ 26 ତାରିଖକୁ ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ଭାବରେ ପାଳନ କରାଯାଏ। 1950 ମସିହା ଜାନୁଆରୀ ମାସ 26 ତାରିଖ ଦିନ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ଭାରତର ସମ୍ବିଧାନ ବିଶ୍ୱର ସବୁଠାରୁ ବଡ଼ ଲିଖିତ ସମ୍ବିଧାନ ଅଟେ। ସମ୍ବିଧାନ କାର୍ଯ୍ୟକାରୀ ହେବା ପରେ ଭାରତ ଏକ ଧର୍ମନିରପେକ୍ଷତା ବା ଗଣତାନ୍ତ୍ରିକ ଦେଶରେ ପରିଣତ ହୋଇଥିଲା। ଏହି ଦିନ ଦିଲ୍ଲୀର ରାଜପଥଠାରେ ଭାରତ ସେନା ପକ୍ଷରୁ ଏକ ବିଶାଳ ପ୍ୟାରେଡ୍ ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ଭାରତର ରାଷ୍ଟ୍ରପତି ଦେଶବାସୀଙ୍କୁ ସମ୍ବୋଧନ କରନ୍ତି। ଏହି ଦିନ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରାଯାଏ ଏବଂ ଜାତୀୟ ସଙ୍ଗୀତ ଗାନ କରାଯାଏ। ଏହି ଦିନ ହେଉଛି ଆମ ସମସ୍ତଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ। ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ହେଉଛି ଆମ ଦେଶର ଏକ ଜାତୀୟ ଦିବସ। ଦେଶର ଏକତା ଏବଂ ଗର୍ବ ବଜାୟ ରଖିବା ପାଇଁ ଏହି ଜାତୀୟ ଉତ୍ସବ ଆମକୁ ପ୍ରେରଣା ଦେଇଥାଏ।